व्यूज सहित फील्ड्स ର ଟେବୁଲ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ କୁ ସ୍ୱାଗତ। ଏହି ଟ୍ୟୁଟୋରିଆଲ ରେ ଆମେ ଗୋଟିଏ ଫିଲ୍ଡ ର ଟେବୁଲ କ୍ରିଏଟ୍ କରିବା ବିଷୟରେ ଶିଖିବା। ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଂ ସିଷ୍ଟମ୍, ଡ୍ରୁପଲ୍ 8 ଓ ଫାୟାରଫକ୍ସ ୱେବ୍ ବ୍ରାଉଜର। ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ। ଏବେ ଆମେ ଶିଖିବା ଫିଲ୍ଡସ୍ ର ଟେବୁଲ କଣ। ମନେକରନ୍ତୁ ଏପରି ଏକ ଟେବୁଲରେ ଆମେ ଭବିଷ୍ୟତ ଇଭେଣ୍ଟସ୍ ର ଏକ ତାଲିକା ପ୍ରଦର୍ଶିତ କରିବାକୁ ଚାହୁଁଛେ। ଏଠାରେ ଇଭେଣ୍ଟସ୍ ର ବିବରଣୀ ଓ ସେଗୁଡ଼ିକର ସମ୍ବନ୍ଧିତ ତାରିଖ ଦେଖାଯାଇପାରିବ। ଏଠାରେ ପ୍ରଦର୍ଶିତ ଫିଲ୍ଡସ୍ ଇଭେଣ୍ଟସ୍ କଣ୍ଟେଣ୍ଟ ଟାଇପ୍ସ ରେ ଅଛି। ଏଠାରେ ଆମେ କିଛି ଇଭେଣ୍ଟସ୍ ର କେବଳ ଫିଲ୍ଡସ୍ ପ୍ରଦର୍ଶିତ କରିବା। ଆମେ କେବଳ ସେହି ଇଭେଣ୍ଟସ୍ ରଖିବା ଯେଉଁଥିରେ ସାମ୍ପ୍ରତିକ ସମୟ ପରେ ତାରିଖ ଥିବ। କଣ୍ଟେଣ୍ଟସ୍ ର ଏପରି ଏକ ଚୟନିତ ତାଲିକାକୁ ଅନ୍ୟ ପ୍ରୋଗ୍ରାମରେ ରିପୋର୍ଟସ୍ କିମ୍ବା କ୍ୱେରୀ ରେଜଲ୍ଟସ୍ ବୋଲି କୁହାଯାଏ। ଏବେ ଆମେ ଫିଲ୍ଡସ୍ ର ଟେବୁଲ ପାଇଁ ଏକ ଭ୍ୟୁ କ୍ରିଏଟ୍ କରିବା। ଆମେ ପୂର୍ବରୁ ତିଆରି କରିଥିବା ୱେବସାଇଟ୍ ଖୋଲନ୍ତୁ। ଶର୍ଟକଟ୍ସ ଉପରେ ଭ୍ୟୁ କୁ ଯାଇ ଆଡ୍ ନ୍ୟୁ ଭ୍ୟୁ କ୍ଲିକ୍ କରନ୍ତୁ। ଏହାକୁ ଆମେ ଅପକମିଂ ଇଭେଣ୍ଟସ୍ ନାମ ଦେବା। କଣ୍ଟେଣ୍ଟ ଅଫ୍ ଟାଇପ୍ କୁ ଅଲ୍ ରୁ ଇଭେଣ୍ଟସ୍ କୁ ବଦଳାନ୍ତୁ। ଯେକୌଣସି କଣ୍ଟେଣ୍ଟ ଟାଇପ୍ ଲଗ୍ ଏଣ୍ଟ୍ରିଜ୍, ଫାଇଲ୍ସ, କଣ୍ଟେଣ୍ଟ ରିଭିଜନ୍ସ, ଟେକ୍ସୋନୋମି ଟର୍ମସ୍, ୟୁଜର୍ସ, କଷ୍ଟମ୍ ବ୍ଲକ୍ସ ଆଦି ପାଇଁ ଆମେ ଏହା କରିପାରିବା। ଏବେ ପାଇଁ ଆମେ ସର୍ଟେଡ୍ ବାଇ କୁ ନ୍ୟୁୱେଷ୍ଟ ଫର୍ଷ୍ଟ ଭାବେ ଛାଡ଼ିଦେବା। କ୍ରିଏଟ୍ ଏ ପେଜ୍ ଚେକ୍ କରନ୍ତୁ ଏବଂ ଡିସପ୍ଲେ ଫର୍ମାଟ୍ ରେ ଟେବଲ୍ ଅଫ୍ ଫିଲ୍ଡସ୍ ଚୟନ କରନ୍ତୁ। ଆଇଟମ୍ସ ଟୁ ଡିସପ୍ଲେ ରେ ଡିଫଲ୍ଟ ଭାଲ୍ୟୁକୁ 10 ରଖନ୍ତୁ। ଏହାପରେ ୟୁଏସଇ ଏ ପେଜର ଓ କ୍ରିଏଟ୍ ଏ ମେନୁ ଲିଙ୍କ ଉପରେ ଚେକ୍ କରନ୍ତୁ। ମେନୁରେ ଆମେ ମେନ୍ ନେଭିଗେସନ ଚୟନ କରିବା ଓ ଲିଙ୍କ ଟେକ୍ସଟ୍ କୁ ଅପକମିଂ ଇଭେଣ୍ଟସ୍ ନାମ ଦେବା। ଆମର ମେନୁଗୁଡିକ ଏବେ ସୁବ୍ୟବସ୍ଥିତ ନାହିଁ, ତେଣୁ ଶୀଘ୍ର ଆମେ ତାହା କରିବା। ସେଭ୍ ଆଣ୍ଡ୍ ଏଡିଟ୍ ରେ କ୍ଲିକ୍ କରନ୍ତୁ। ଚାଲନ୍ତୁ ଆମର 5ଟି ପ୍ରଶ୍ନ ଦେଇ ଯିବା। ଡିସପ୍ଲେ ହେଉଛି ଗୋଟିଏ ପେଜ୍। ଫର୍ମାଟ୍ ହେଉଛି ଗୋଟିଏ ଟେବୁଲ। ଫିଲ୍ଡସ୍ ଅନ୍ତର୍ଗତ ଟାଇଟଲ୍ ଅଛି। ଫିଲ୍ଟର କ୍ରାଇଟେରିଆରେ ଆମକୁ କେବଳ ଅପକମିଂ ଇଭେଣ୍ଟସ୍ ଦରକାର, ତେଣୁ ଆମେ ତାହାକୁ ବଦଳାଇବା। ସର୍ଟ କ୍ରାଇଟେରିଆ ଭୁଲ ଅଟେ, କାରଣ ଆମେ ତାକୁ ଇଭେଣ୍ଟ ଡେଟ୍ କ୍ରମରେ ରଖିବାକୁ ଚାହୁଁଛେ, ପବ୍ଲିଶ୍ଡ ଡେଟ୍ କ୍ରମରେ ନୁହେଁ। ଆରମ୍ଭ କରିବା ପାଇଁ ସେଭ୍ ଉପରେ କ୍ଲିକ୍ କରନ୍ତୁ। ଏଠାରେ ମଝିରେ ଆମର ପେଜ୍ ସେଟିଙ୍ଗ୍ସ ଅଛି। ଆମ ପାଖରେ ପାଥ୍, ମେନୁ, ଆକ୍ସେସ୍ ପର୍ମିସନ୍ସ ଅଛି। ଆଉ ଏବେ ସମସ୍ତେ ଲ୍ୟାଣ୍ଡିଙ୍ଗ୍ ପେଜ୍ କୁ ଆକ୍ସେସ୍ କରିପାରିବେ। ଏଠାରେ ଥିବା ଆଡ୍ ବଟନ୍ ରେ କ୍ଲିକ୍ କରି ଆମେ ଏକ ହେଡର୍ କିମ୍ବା ଫୁଟର୍ ଆଡ୍ କରିପାରିବା। ଯଦି କିଛି ପରିଣାମ ନଥିବ, ତେବେ ଆମେ କଣ ଆଡ୍ କରିପାରିବା? ପେଜ୍ ରେ କେତେ ଆଇଟମ୍ସ ଦେଖାଇବା ଆଉ ଭ୍ୟୁ ତଳେ ଥିବା ରିଡ୍ ମୋର୍ ଲିଙ୍କ ସହିତ ତଳେ ଏକ ପେଜର ରହିବ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରିପାରିବା। ଆଡଭାନ୍ସଡ୍ ଟ୍ୟାବ୍ ରେ ଥିବା ଜିନିଷଗୁଡ଼ିକୁ ଆମେ ଏହି ଟ୍ୟୁଟୋରିଆଲ୍ ରେ କଭର୍ କରିବା ନାହିଁ। ଆମେ ଇଭେଣ୍ଟସ୍ ଓ ୟୁଜର୍ ଗ୍ରୁପ୍ସ କନେକ୍ଟ କରିସାରିଛେ। ତେଣୁ ଆମର ଇଭେଣ୍ଟସ୍ କୁ ପ୍ରଯୋଜିତ କରୁଥିବା ୟୁଜର୍ ଗ୍ରୁପ୍ ରୁ ଆମେ ସୂଚନା ଆଣି ଏହି ଭ୍ୟୁରେ ରଖିପାରିବା। ଏହାକୁ ରିଲେସନଶିପ୍ ଓ କଣ୍ଟେକ୍ସଟ୍ ବ୍ୟବହାର କରି କରାଯାଇପାରିବ, ଯାହାକୁ ଆମେ କ୍ରିଏଟ୍ କରିଥିଲେ। ଏବେ ଚାଲନ୍ତୁ ଆମେ ଆମ ଟେବୁଲ୍ ରେ ଆବଶ୍ୟକ କରୁଥିବା ଫିଲ୍ଡସ୍ ଆଡ୍ କରିବା। ଆଡ୍ ବଟନ୍ ରେ କ୍ଲିକ୍ କରନ୍ତୁ ଓ ଇଭେଣ୍ଟ ଡେଟ୍ ଫିଲ୍ଡ ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ। କଣ୍ଟେଣ୍ଟ ଟାଇପ୍ ନେମ୍ ବ୍ୟବହାର କରି ମୁଁ ମୋର ଫିଲ୍ଡସ୍ କୁ ବହୁତ ଧ୍ୟାନପୂର୍ବକ ଲେବଲ୍ କରିଛି। ପରେ ଭ୍ୟୁଜ୍ ରେ ମୁଁ ସେଗୁଡ଼ିକୁ ସହଜରେ ପାଇପାରିବି। ଇଭେଣ୍ଟ ଡେଟ୍ ରେ ଚେକ୍ ମାର୍କ ଦେଇ ଆପ୍ଲାଇ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆମେ କିଛି ସେଟିଙ୍ଗ୍ସ ଚୟନ କରିବା। ଏବେ ପାଇଁ କ୍ରିଏଟ୍ ଏ ଲେବଲ୍ ଓ ପ୍ଲେସ୍ ଏ କଲନ୍ ଅପ୍ସନ୍ସ ଚେକ୍ ହୋଇଅଛି। ଏଠାରେ ଡେଟ୍ ଫର୍ମାଟ୍ କୁ ଡିଫଲ୍ଟ ଭାବେ ଛାଡି ଦିଅନ୍ତୁ। ଅନ୍ୟ ଶବ୍ଦରେ ମିଡିୟମ୍ ଡେଟ୍। ଏବେ ସେଗୁଡ଼ିକ ମଧ୍ୟରୁ କୌଣସିଟି ବିଷୟରେ ଚିନ୍ତା କରନ୍ତୁ ନାହିଁ। ଆଉ ଶେଷରେ ଆପ୍ଲାଇ ଅଲ୍ ଡିସପ୍ଲେଜ୍ ବଟନ୍ କ୍ଲିକ୍ କରନ୍ତୁ।
ଏବେ ଆମ ପାଖରେ ଦୁଇଟି କଲମ୍ସ ଅଛି ଟାଇଟଲ୍ ଓ ଇଭେଣ୍ଟ ଡେଟ୍। ଆମର ପରବର୍ତ୍ତୀ ଫିଲ୍ଡ ଆଡ୍ କରିବା। ଆଡ୍ କ୍ଲିକ୍ କରନ୍ତୁ ଓ ଏଥରକ ଇଭେଣ୍ଟ ଲୋଗୋ ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ତାହାକୁ ସିଲେକ୍ଟ କରି ଆପ୍ଲାଇ କ୍ଲିକ୍ କରନ୍ତୁ। ଏବେ କ୍ରିଏଟ୍ ଏ ଲେବଲ୍ ଅପ୍ସନ୍ ଅନଚେକ୍ କରନ୍ତୁ। ଥମ୍ବନେଲ୍ ର ଏକ ଇମେଜ୍ ଷ୍ଟାଇଲ୍ ଚୟନ କରନ୍ତୁ। ତାପରେ ଲିଙ୍କ ଇମେଜ୍ ଟିଓ ଡ୍ରପ୍ ଡାଉନ୍ ରେ କଣ୍ଟେଣ୍ଟ ବାଛନ୍ତୁ। ପରବର୍ତ୍ତୀ ଟ୍ୟୁଟୋରିଆଲ୍ସ ରେ ଆମେ ଏହି ଲେଆଉଟ୍ ପାଇଁ ଏକ ନୂଆ ଇମେଜ୍ ଷ୍ଟାଇଲ୍ କ୍ରିଏଟ୍ କରିବା ବିଷୟରେ ଶିଖିବା। କିନ୍ତୁ ଏବେ ପାଇଁ ଆମେ ଥମ୍ବନେଲ୍ ଚୟନ କରିବା। ଆପ୍ଲାଇ କ୍ଲିକ୍ କରନ୍ତୁ। ଏବେ ପ୍ରିଭ୍ୟୁରେ ଆମେ ପ୍ରତ୍ୟେକ ଇଭେଣ୍ଟ ପାଇଁ ଡିୱେଲ୍ ଦ୍ୱାରା ଜେନେରେଟ୍ କରାଯାଇଥିବା ଥମ୍ବନେଲ୍ ଦେଖିବା ଦରକାର। ପଛକୁ ଫେରିଯାଇ ପୁଣି ଥରେ ଆଡ୍ କ୍ଲିକ୍ କରନ୍ତୁ। ଏଥରକ ସ୍କ୍ରୋଲ୍ ଡାଉନ୍ କରି ଗୋଟିଏ ଥରରେ ଏକାଧିକ ଫିଲ୍ଡ ଚୟନ କରନ୍ତୁ। ଇଭେଣ୍ଟ ଟପିକ୍ସ ଓ ଇଭେଣ୍ଟ ୱେବସାଇଟ୍ ଚୟନ କରନ୍ତୁ ଆଉ ତାପରେ ଆପ୍ଲାଇ ଅଲ୍ ଡିସପ୍ଲେଜ୍ ବଟନ୍ କ୍ଲିକ୍ କରନ୍ତୁ। ପରବର୍ତ୍ତୀ ପେଜ୍ ରେ ସବୁକିଛିକୁ ସେହିପରି ଛାଡିଦେଇ ଆପ୍ଲାଇ କ୍ଲିକ୍ କରନ୍ତୁ। ଧ୍ୟାନ ଦିଅନ୍ତୁ ଯେ ଏବେ ଆମେ ଭ୍ୟୁଜ୍ ରେ ଗୋଟିଏ ଥରରେ ଦୁଇଟି ଫିଲ୍ଡସ୍ ସେଟ୍ କରିପାରିବା ଏବଂ ପ୍ରତ୍ୟେକର ନିଜସ୍ୱ ସେଟିଙ୍ଗ୍ସ ସ୍କ୍ରିନ୍ ରହିବ। ପୁଣି ଥରେ ଆପ୍ଲାଇ ଅଲ୍ ଡିସପ୍ଲେଜ୍ ଉପରେ କ୍ଲିକ୍ କରନ୍ତୁ। ଏବେ ଆମ ପାଖରେ ଇଭେଣ୍ଟ ଟପିକ୍ସ ଓ ଇଭେଣ୍ଟ ୱେବସାଇଟ୍ ଅଛି। ଆମ ପାଖରେ ଆମର ଟାଇଟଲ୍, ଡେଟ୍, ଟପିକ୍ସ ଓ ୱେବସାଇଟ୍ ଅଛି। ସେଭ୍ ଉପରେ କ୍ଲିକ୍ କରନ୍ତୁ। ବାରମ୍ବାର ଫାଇଲ୍ ସେଭ୍ କରିବା ହେଉଛି ଏକ ଭଲ ଅଭ୍ୟାସ। ଚାଲନ୍ତୁ ଯାଞ୍ଚ କରିବା। ଆମର ଡିସପ୍ଲେ ହେଉଛି ଗୋଟିଏ ପେଜ୍। ଆମର ଫର୍ମାଟ୍ ହେଉଛି ଗୋଟିଏ ଟେବଲ୍। ଆମର ଫିଲ୍ଡ ଗୁଡ଼ିକ ହେଉଛି ସେଟ୍। ଫିଲ୍ଟର କ୍ରାଇଟେରିଆ ଓ ସର୍ଟ କ୍ରାଇଟେରିଆ ତଥାପି ଭୁଲ ଅଛି। ଫିଲ୍ଟର କ୍ରାଇଟେରିଆ ଆଡ୍ କରିବା ପାଇଁ ଆଡ୍ ବଟନ୍ କ୍ଲିକ୍ କରନ୍ତୁ। ଇଭେଣ୍ଟ ଡେଟ୍ ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ତାପରେ ଇଭେଣ୍ଟ ଡେଟ୍ ଚୟନ କରି ଆପ୍ଲାଇ କ୍ଲିକ୍ କରନ୍ତୁ। ଏହି ସ୍କ୍ରିନ୍ ହେଉଛି ବହୁତ ମହତ୍ୱପୂର୍ଣ୍ଣ। ଅପରେଟର ଡ୍ରପ୍ ଡାଉନ୍ ଅନ୍ତର୍ଗତ ଆମେ ଇଜ୍ ଗ୍ରେଟର ଦେନ୍ ଅର୍ ଇକ୍ୱାଲ୍ ଟୁ ସିଲେକ୍ଟ କରିବା। ଭ୍ୟାଲ୍ୟୁ ଟାଇପ୍ ଅନ୍ତର୍ଗତ ଯଦି ଆମେ ଆଜିର ତାରିଖ ରଖୁଛେ ତାହା ଅସୁବିଧାଜନକ ହେବ। ତାପରେ ଆମକୁ ଦୈନିକ ନୂଆ ତାରିଖ ରଖିବାକୁ ହେବ। କିନ୍ତୁ ଆମେ ଆନ୍ ଅଫସେଟ୍ ଅଫ୍ ଦ କରେଣ୍ଟ ଟାଇମ୍ ଚୟନ କରିବା। ଆଉ ଭ୍ୟାଲ୍ୟୁ ଫିଲ୍ଡରେ ଟାଇପ୍ କରନ୍ତୁ ନାଓ। ଏହାର ଅର୍ଥ ସାମ୍ପ୍ରତିକ ସମୟ ପରେ କେବଳ ସେହି ଇଭେଣ୍ଟସ୍ ପ୍ରଦର୍ଶିତ ହେବ। ସାମ୍ପ୍ରତିକ ସମୟ ସେହି ସମୟ ନୁହେଁ ଯେତେବେଳେ ଆମେ ଏହାକୁ କ୍ରିଏଟ୍ କରୁଛେ। ଏହା ହେଉଛି ସେହି ସମୟ ଯେତେବେଳେ ୟୁଜର୍ ଏହାକୁ ଦେଖନ୍ତି। ତେଣୁ କେବଳ ୟୁଜର୍ ହିଁ ଭବିଷ୍ୟତ ଇଭେଣ୍ଟସ୍ ଦେଖିପାରିବେ। ଆପ୍ଲାଇ କ୍ଲିକ୍ କରନ୍ତୁ। ଆମେ ଯେପରି ଦେଖିପାରୁଛେ ଡିୱେଲ୍ ଦ୍ୱାରା ଜେନେରେଟ୍ ହୋଇଥିବା ଡମି କଣ୍ଟେଣ୍ଟ ଗୁଡ଼ିକ ଆମକୁ କୌଣସି ଭବିଷ୍ୟତ ତାରିଖ ଦେଇନାହିଁ। ତେଣୁ ଆମର ଭ୍ୟୁ ଠିକ୍ ଭାବେ କାମ କରୁଥିବାର ସୁନିଶ୍ଚିତ ହେବା ପାଇଁ ଆମର କିଛି ଇଭେଣ୍ଟସ୍ କୁ ଚାଲନ୍ତୁ ମାନୁଆଲି ଅପଡେଟ୍ କରିବା। କିଛି ଇଭେଣ୍ଟସ୍ ଖୋଜନ୍ତୁ ଓ ଇଭେଣ୍ଟ ଡେଟ୍ କୁ ଭବିଷ୍ୟତରେ କିଛିକୁ ବଦଳାନ୍ତୁ। କଣ୍ଟେଣ୍ଟ କୁ ଯାଆନ୍ତୁ। ଇଭେଣ୍ଟ ଟାଇପ୍ ଦ୍ୱାରା ଫିଲ୍ଟର କରନ୍ତୁ। ଯେକୌଣସି ଇଭେଣ୍ଟ ଚୟନ କରି ଏଡିଟ୍ କ୍ଲିକ୍ କରନ୍ତୁ। ତାପରେ ଭବିଷ୍ୟତରେ ଏକ ତାରିଖକୁ ବଦଳାନ୍ତୁ। ସେଭ୍ ଉପରେ କ୍ଲିକ୍ କରନ୍ତୁ। ଟ୍ୟୁଟୋରିଆଲ୍ କୁ ଏଠାରେ ରୋକି ପ୍ରାୟ 6 କିମ୍ବା 7ଟି ଇଭେଣ୍ଟସ୍ ଅପଡେଟ୍ କରନ୍ତୁ। ତାହା ସରିବା ପରେ ଟ୍ୟୁଟୋରିଆଲ୍ କୁ ଫେରନ୍ତୁ। ଶର୍ଟକଟ୍ସ କୁ ଯାଆନ୍ତୁ। ଭ୍ୟୁଜ୍ ଉପରେ କ୍ଲିକ୍ କରନ୍ତୁ। ଅପକମିଂ ଇଭେଣ୍ଟସ୍ ଖୋଜନ୍ତୁ। ଏଡିଟ୍ ଉପରେ କ୍ଲିକ୍ କରନ୍ତୁ। ଏବେ ଆମେ ଭ୍ୟୁ ଏଡିଟିଂ କୁ ଫେରିଯିବା ଯେଉଁଠାରେ ଛାଡିଥିଲେ। ପ୍ରିଭ୍ୟୁ ଦେଖିବା ପାଇଁ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ଗ୍ରେଟର ଦେନ୍ ଅର୍ ଇକ୍ୱାଲ୍ ଟୁ ନାଓ ହେବା ପାଇଁ ଆମେ ଏବେ ଆମର ଇଭେଣ୍ଟ ଡେଟ୍ କୁ ଠିକ୍ ଭାବେ ଫିଲ୍ଟର କରୁଛୁ। ଏହାପରେ ଆମେ ସର୍ଟ କ୍ରାଇଟେରିଆ ଚେକ୍ କରିବା। ଡିଫଲ୍ଟ ଭାବେ ଡ୍ରୁପଲ୍ ହ୍ରାସିତ କ୍ରମରେ ଅଥରିଂ ତାରିଖ ଦ୍ୱାରା କଣ୍ଟେଣ୍ଟ କୁ ସର୍ଟ କରିଥାଏ। ଇଭେଣ୍ଟସ୍ ପାଇଁ ବର୍ଦ୍ଧିତ କ୍ରମରେ ଇଭେଣ୍ଟ ଡେଟ୍ ରଖିବା ଉପଯୋଗୀ ଅଟେ। ଏହାକୁ ବଦଳାଇବା ପାଇଁ ଅଥର୍ଡ ଉପରେ କ୍ଲିକ୍ କରି ରିମୁଭ୍ ଉପରେ କ୍ଲିକ୍ କରନ୍ତୁ। ପୁଣି ଥରେ ଆଡ୍ କ୍ଲିକ୍ କରନ୍ତୁ ଓ ଇଭେଣ୍ଟ ଡେଟ୍ ପାଇବା ପର୍ଯ୍ୟନ୍ତ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ଆପ୍ଲାଇ କ୍ଲିକ୍ କରନ୍ତୁ। ଏବେ ଅର୍ଡର ତଳେ ଥିବା ସର୍ଟ ଆସେଣ୍ଡିଂ ସିଲେକ୍ଟ କରନ୍ତୁ। ତାହା ଆଜି ପରଠାରୁ ଆମ ଇଭେଣ୍ଟସ୍ କୁ ସର୍ଟ କରିଥାଏ।
ଆପ୍ଲାଇ କ୍ଲିକ୍ କରନ୍ତୁ। ଏବେ ଆମେ ଆମର ଇଭେଣ୍ଟସ୍ ଅପଡେଟ୍ କରିଦେଲେ ଓ ଠିକ୍ ଭାବେ ସର୍ଟ କ୍ରାଇଟେରିଆ ସେଟ୍ କରିଦେଲେ। ଆମର ତାଲିକା ଏହିପରି କିଛି ଦେଖାଯାଉଥିବା ଉଚିତ। ଭବିଷ୍ୟତର ସମସ୍ତ ଇଭେଣ୍ଟସ୍ ଇଭେଣ୍ଟ ଡେଟ୍ କ୍ରମରେ ତାଲିକାଭୁକ୍ତ ହୋଇଛି। ଆଗକୁ ବଢିବା ପୂର୍ବରୁ ସେଭ୍ କ୍ଲିକ୍ କରନ୍ତୁ। ସେଥିରେ ଆଉ ଗୋଟିଏ ଜିନିଷ ଅଛି ଯାହାକୁ ଆମେ ଏହି ନିର୍ଦ୍ଦିଷ୍ଟ ଭ୍ୟୁ ସହିତ କରିବାକୁ ଯାଉଛେ। ଟାଇଟଲ୍ ଓ ଲୋଗୋ କଲମକୁ ଏକାଠି କରିଦେଇ ଟାଇଟଲ୍ ଓ ଇଭେଣ୍ଟ ଡେଟ୍ କୁ ସର୍ଟଯୋଗ୍ୟ କରିବା। ଯେତେବେଳେ ଆମେ ଏହାକୁ କରୁ ଜଣେ ୟୁଜର୍ ଟାଇଟଲ୍ ଉପରେ କ୍ଲିକ୍ କରିପାରିବ ଓ ଏହା ସେହି ଫିଚର୍ ଦ୍ୱାରା ସର୍ଟ ହୋଇଯିବ। ଉପରକୁ ସ୍କ୍ରୋଲ୍ କରନ୍ତୁ, ଫର୍ମାଟ୍ ଟେବଲ୍ କୁ ଯାଆନ୍ତୁ ଓ ତା ପାଖରେ ଥିବା ସେଟିଙ୍ଗ୍ସ ଉପରେ କ୍ଲିକ୍ କରନ୍ତୁ। କଣ୍ଟେଣ୍ଟ ଇଭେଣ୍ଟ ଲୋଗୋରେ କଲମ୍ନ ଡ୍ରପ୍ ଡାଉନ୍ କୁ ଟାଇଟଲ୍ ରେ ବଦଳାନ୍ତୁ। ଏଠାରେ ଥିବା ସେପାରେଟର୍ ପାଇଁ କେବଳ ଗୋଟିଏ ସରଳ ଲାଇନ୍ ବ୍ରେକ୍ ରଖନ୍ତୁ। ବର୍ଦ୍ଧିତ କ୍ରମରେ ଟାଇଟଲ୍ ଓ ଇଭେଣ୍ଟ ଡେଟ୍ କୁ ସର୍ଟେବଲ୍ କରି ଆପ୍ଲାଇ ଉପରେ କ୍ଲିକ୍ କରନ୍ତୁ। ଏବେ ଗୋଟିଏ କଲମରେ ଆମର ଟାଇଟଲ୍ ଓ ଲୋଗୋ ରହିଛି ଓ ଉଭୟ ଟାଇଟଲ୍ ଓ ଇଭେଣ୍ଟ ଡେଟ୍ ଏବେ ସର୍ଟେବଲ୍ ଅଟେ। ଏବେ ଚାଲନ୍ତୁ ଟାଇଟଲ୍ କୁ ଇଭେଣ୍ଟ ନେମ୍ ରେ ବଦଳାଇବା। ଟାଇଟଲ୍ ଉପରେ କ୍ଲିକ୍ କରନ୍ତୁ ଓ ଲେବଲ୍ ରେ ଟାଇଟଲ୍ କୁ ଇଭେଣ୍ଟ ନେମ୍ ରେ ବଦଳାନ୍ତୁ। ତାପରେ ଆପ୍ଲାଇ ଉପରେ କ୍ଲିକ୍ କରନ୍ତୁ। ପ୍ରିଭ୍ୟୁ ଏରିଆକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ। ଆମର ଇଭେଣ୍ଟ ନେମ୍, ଲୋଗୋ ଓ ଡେଟ୍ ସବୁଯାକ ସେଟ୍ ହୋଇଗଲା। ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ଆମେ ଆମର ଲୋଗୋ ଗୁଡ଼ିକୁ ଆଉ ଟିକେ ସୁନ୍ଦର କରିବା ପାଇଁ ତାହାର ଆକାର ବଦଳାଇବା ବିଷୟରେ ଶିଖିବା। ଏବେ ପାଇଁ ସେଭ୍ ଉପରେ କ୍ଲିକ୍ କରନ୍ତୁ ଓ ଚାଲନ୍ତୁ ଆମର ଭ୍ୟୁକୁ ଟେଷ୍ଟ କରିବା। ହୋମ୍ ପେଜ୍ କୁ ଯିବା ପାଇଁ ବ୍ୟାକ୍ ଟୁ ସାଇଟ୍ କ୍ଲିକ୍ କରନ୍ତୁ। ଅପକମିଂ ଇଭେଣ୍ଟସ୍ ଉପରେ କ୍ଲିକ୍ କରନ୍ତୁ। ଆପଣ କେବଳ ଭବିଷ୍ୟତରେ ଆସିବାକୁ ଥିବା ଇଭେଣ୍ଟ ଗୁଡ଼ିକ ସୁନ୍ଦର ଭାବେ ସଜାଯାଇଥିବା ଏକ ଟେବୁଲ୍ ଦେଖିବେ। ଇଭେଣ୍ଟ ନେମ୍ ଓ ଇଭେଣ୍ଟ ଡେଟ୍ ଦ୍ୱାରା ଆପଣ ସର୍ଟ କରିପାରିବେ ବୋଲି ମଧ୍ୟ ଆପଣ ଦେଖିପାରିବେ। ଏଥିସହିତ ଆମେ ଆମର ପ୍ରଥମ ଟେବଲ୍ ଭ୍ୟୁ ସମ୍ପୂର୍ଣ୍ଣ କଲେ। ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଗୋଟିଏ ଫିଲ୍ଡର ଟେବଲ୍ କ୍ରିଏଟ୍ କରିବା ବିଷୟରେ ଶିଖିଲେ। ଆକ୍ୱିଆ ଓ ଓଏସ୍ ଟ୍ରେନିଂ ରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ ଆଇଆଇଟି ବମ୍ବେର ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି। ନିମ୍ନ ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ NMEICT ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ NVLI ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ। ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।